ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସେ ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ। ଇଂରାଜୀରେ ପ୍ରେସିୟସ୍ ବୋଲି ଲେଖାଯାଇଛି। ପ୍ରଭୁଙ୍କ ଦାସଙ୍କ ଏଠୁ ଯିବା ପ୍ରଭୁଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟେ। ପ୍ରଭୁଙ୍କ ଦୃଷ୍ଟିରେ ଏହା ଉତ୍ତମ ଦେଖାଗଲା। ତେଣୁ ପ୍ରଭୁ ଆପଣା ଦାସଙ୍କୁ ଆପଣାର ନିତ୍ୟସ୍ଥାୟୀ ଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଉ ପ୍ରଭୁଙ୍କ ଦାସ ତାଙ୍କର ସେବାକୁ ସମାପ୍ତ କରିକି ଯାଇଛନ୍ତି। ତାଙ୍କ ଦୌଡ଼କୁ ସମାପ୍ତ କରିଛନ୍ତି। ଆପଣ ଯଦି ବସିକି ସମୀକ୍ଷା କରିବେ ଜାଣିପାରିବେ ଯେ ସେ ତାଙ୍କର ସେବା କାର୍ଯ୍ୟକୁ ସମାପ୍ତ କରିଛନ୍ତି। ଆଉ ତାଙ୍କ ପାଇଁ ଭାଇଜାମାନଙ୍କ ଗହଣ ଚାଲିଗଲେ ତାଙ୍କ ପାଇଁ କଣ ଆଶୀର୍ବାଦ ଅଟେ? ଯାହା ଆମମାନେ ମଧ୍ୟ ଦିନେ ଯିବା, ଆମ ପାଇଁ ବି ଗାତ ଖୋଲା ହବ, ଆମ ପାଇଁ ବି ବକ୍ସ ବନା ହବ, ଆମ ପାଇଁ ବି ଲୋକ କାନ୍ଦିବେ, ଆମ ପାଇଁ ବି ଏ ପ୍ରକାର ପ୍ରୋସେସନ ଗୋଟେ ଆସିବ। କିନ୍ତୁ ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ପାଇଁ ଏହା କଣ ଅଟେ ତାହା ମୁଁ କହିବା ପାଇଁ ଚାହେଁ। ପ୍ରଥମ ବିଷୟ ରୋମିଓ 8 ପର୍ବ 22-23 ପଦ ଅନୁସାରେ ଆମଙ୍କର ପ୍ରିୟ ଭ୍ରାତା କିଶୋର ନିଗଲ ସେ କଷ୍ଟରୁ ମୁକ୍ତି ପାଇଛନ୍ତି। ଜଣେ ବ୍ୟକ୍ତି ଯେତେବେଳେ ଜଗତ ପରିତ୍ୟାଗ କରି ଯାଆନ୍ତି ଖ୍ରୀଷ୍ଟ ବିଶ୍ୱାସୀ, ପ୍ରଥମ ତାଙ୍କ ପାଇଁ ଆଶୀର୍ବାଦ ଅଟେ ଯେ ସେ କଷ୍ଟରୁ ମୁକ୍ତି ପାଇଛନ୍ତି। ସେ ଯୋଉ କଷ୍ଟ ଦେଇ ଗତି କରୁଥିଲେ ଆଉ ପ୍ରଭୁ ତାଙ୍କୁ ସେଇ କଷ୍ଟରୁ ସବୁଦିନ ପାଇଁ ମୁକ୍ତ କରିଛନ୍ତି। ପ୍ରଭୁଙ୍କ ନାମର ଜୟଗାନ ହଉ। ସେ ଆଉ କଷ୍ଟ ପାଇବେ ନାହିଁ, ଶରୀରରେ ସେ ଆଉ ଯନ୍ତ୍ରଣା ଭୋଗ କରିବେ ନାହିଁ। ଏହା ତାଙ୍କ ପାଇଁ ଗୋଟେ ଆଶୀର୍ବାଦ ଅଟେ। ଯେତେ ଆପଣ ବା ମୁଁ ଆମେ ବି ମରିଯାଉ ପ୍ରଭୁରେ ରହିକି, ଆମ ପାଇଁ ପ୍ରଥମ ଲାଭ କଣ ଅଟେ ଯେ ଆମର ଶରୀର ଆଉ କଷ୍ଟ ପାଇବ ନାହିଁ। ଦ୍ୱିତୀୟ ବିଷୟ ପ୍ରକାଶ ବାକ୍ୟ 14-13 ପଦ ଅନୁସାରେ ସେ ଆପଣ ପରିଶ୍ରମରୁ ମୁକ୍ତ ହୋଇଛନ୍ତି। ତାଙ୍କ ଦେହ ଅସୁସ୍ଥ ଥିଲେ ମଧ୍ୟ ଦିନ ରାତି ସେ କ୍ଳାନ୍ତ ପରିଶ୍ରମ କରୁଥିଲେ। ଗତ ଦିନ ମାନଙ୍କୁ ଆମେ ଶୁଣୁଥିଲୁ ଯେ ବିଭିନ୍ନ ସଭା ସମିତିରେ ମଧ୍ୟ ତାଙ୍କ ଦେହ ଅସୁସ୍ଥ ହେଉଥିଲେ। ତା ସତ୍ତ୍ୱେ ମଧ୍ୟ ସେ ସେବା କାର୍ଯ୍ୟ କରି ଚାଲିଥିଲେ। ଆଜି ସେଇ ପରିଶ୍ରମରୁ ସେ ମୁକ୍ତ ହୋଇଛନ୍ତି। ଆଉ ତୃତୀୟ ବିଷୟ ପ୍ରଥମ ତେସଲୋନିକେ 4 ପର୍ବ 16 ଆଉ 17 ପଦ ଅନୁସାରେ ବ୍ୟକ୍ତି ଯେତେ ଏ ଜଗତ ପରିତ୍ୟାଗ କରି ଯାଆନ୍ତି ସେ ଆପଣା ପ୍ରିୟଜନଙ୍କୁ ସାକ୍ଷାତ କରନ୍ତି। ଆଜି ସେ ସ୍ୱର୍ଗୀୟ ଉଦ୍ୟାନରେ ଗୋଟେ ସମୟରେ ଯେତେବେଳେ ଆମମାନଙ୍କର ଭଉଣୀ ଜୟପୁରରେ ତାଙ୍କର ସମାଧିସ୍ଥ ହେଲା, ଆମେ ସେଇଠି ଥିଲୁ। ଆଉ ରୁଥ୍ ସିଷ୍ଟରଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା। କିନ୍ତୁ ଅଳ୍ପ ଦିନ ମଧ୍ୟରେ ଭାଇ ମଧ୍ୟ ବାହୁଡ଼ି ଯିବେ, ଏଇଟା ଆଜି ନିଶ୍ଚିତ ଭାବରେ ତାଙ୍କ ଦାସ ଆଉ ଦାସୀ ତାଙ୍କ ସେବା କାର୍ଯ୍ୟ ସମାପ୍ତ କରି ସ୍ୱର୍ଗୀୟ ଉଦ୍ୟାନରେ ରହିଛନ୍ତି। ଆଉ ଆମେମାନେ ମଧ୍ୟ ଯେଉଁମାନେ ଯିବା ସେମାନଙ୍କୁ ସାକ୍ଷାତ କରିପାରିବା। ଆଉ ଚତୁର୍ଥ ବିଷୟ ଜହନ 14 ପର୍ବ 1 ପଦ ଅନୁସାରେ ସେ ଆପଣ ଚିରସ୍ଥାୟୀ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠି ତାଙ୍କର ଘର ଥିଲା, ଏଠି ବି ଘର ଥିଲା, ରାୟପୁରରେ ବି ଘର ଥିଲା, କିନ୍ତୁ ପ୍ରଭୁ ତାଙ୍କ ପାଇଁ ଗୋଟେ ଚିରସ୍ଥାୟୀ ଗୃହ ବନେଇଥିଲେ ଆଉ ସେଇ ଗୃହକୁ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ତାଙ୍କର ଶୂନ୍ୟସ୍ଥାନ ସବୁବେଳେ ରହିଥିବ। ତାହା ପୂରଣ ହେବା ବହୁତ କଷ୍ଟ ଅଟେ, କାରଣ ତାଙ୍କର ସେବା ସେ ସମାପ୍ତ କରିକି ଯାଇଛି। ପ୍ରଭୁଙ୍କର ଦାସଙ୍କର ଜୀବନ ଏ ପ୍ରକାରର ବିଚକ୍ଷଣ ଥିଲା ଯେ ସେ ଅଳ୍ପ ସମୟରେ ଲୋକମାନଙ୍କୁ ଆପଣାର କରିପାରୁଥିଲେ। ତାଙ୍କର ଶିକ୍ଷା ଦେବାର ପଦ୍ଧତି ଅନୁସାରେ ଶେଷ ବିଷୟ ସେ ଆପଣ କର୍ମର ପୁରସ୍କାର ମଧ୍ୟ ଲାଭ କରିବେ। ଜଣେ ବ୍ୟକ୍ତି ଯେତେବେଳେ ଏ ଜଗତ ପରିତ୍ୟାଗ କରନ୍ତି ତାଙ୍କ ପାଇଁ ଏଇ 5ଟି ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଜନ୍ମ ହେଇଛୁ ମରିବା ପାଇଁ, ଆମେ ସମସ୍ତେ ଜନ୍ମ ହେଇଛୁ ମରିବା ପାଇଁ, କିନ୍ତୁ ମୃତ୍ୟୁ ଆସିବା ପୂର୍ବରୁ ଆମ ଜୀବନକୁ ସଜାଡ଼ି ଦେବା ଏବଂ ପ୍ରଭୁଙ୍କ ରାଜ୍ୟ ନିମନ୍ତେ ଆମେ ପ୍ରସ୍ତୁତ ହେବା। ମୁଁ ଜାଣେ ନା ଏଠାରେ ଆମେ କେତେ ଜଣ ରହିଛୁ ଯେଉଁମାନେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେଉଛୁ। ମୃତ୍ୟୁ ଆସନ୍ତାକାଲି ଆପଣଙ୍କ ପାଇଁ ଆସିପାରେ, ମୋ ପାଇଁ ଆସିପାରେ, କେତେବେଳେ ମଧ୍ୟ ମୃତ୍ୟୁ ଆସିପାରେ। ତେଣୁ ଆଜିର ଏହି ସମାଧି ସ୍ଥାନରେ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ପ୍ରତ୍ୟେକଙ୍କୁ ଯେ ଏହା ଆପଣଙ୍କ ପାଇଁ ଗୋଟେ ସୁଯୋଗ, କାରଣ ମୃତ୍ୟୁ ପରେ ଆପଣ କିଛି କରିପାରିବେ ନାହିଁ। ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଦାସ ଭାବରେ ଆମେ 4 ଜଣ ଦାସ ରହିଥିଲୁ। ଆଜି ପ୍ରଭୁଙ୍କ ଦାସ ଆମଙ୍କ ଗହଣରେ ନାହାନ୍ତି। କହିବା ପାଇଁ ଗଲେ ଆମେ 3 ଜଣ ଦାସ ରହିଛୁ।
कहवाई चाहे आपण के समय थी मुझे जाने नहीं किंतु यही बड़का समय आम जीवन को सजाड़ी नौ आज समाधि क्रिया मान को गोटे से कहे मन शरीर को समाधिस्थ करने समय आम आपण निमंत प्रस्तुत हो प्रभु आपण मान प्रत्येक को शांति सांत्वना दिंतु पुणी आपण सहित रही आपण कही नियंतु प्रिय दुखित परिवार दुखित मंडली प्रियजन आर्मी प्रेमी और समस्त को प्रभु के दास भाव में कहवाई चाहे जे प्रभु आपण स्वर्ग शांति सांत्वना प्रदान करतु आमेन। शरीर को आउ टिके पाख को अणा जाओ मैंने आउ टिके पाख को आण गर्त निकट को आनिक रख टिके जगह दे दिंतु जगह टिके खाली कर दिंतु सेठी मामू तुम्हें भी फोटो डाकू जल्दी मैगी जाओ बाबू सर लगी गुट्टे मामू छाड़ा टी छाड़ा भूलो 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 सिस्टम बुलाओ रे नहीं ठीक अच्छे मुंड से देखो तो मामा सीधा पोरे और सेना माटी पकाई जा ऊपर ऊपर रखी पत्र दला पर भागी जीव यारे पत्र दला पर रखी मोर लास्ट माटी सरला पत्थर दैछन